Welcome to my channel Sangita Vision. ଏହି ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ଇତିହାସ ବହିର 10ମ ଅଧ୍ୟାୟ ଅନ୍ତର୍ଗତ ଜୁଆଂଜାଙ୍କ ଭାରତ ଭ୍ରମଣ ବିଷୟ ପଢ଼ିବା। ଭାରତରୁ ବୌଦ୍ଧ ଗ୍ରନ୍ଥ ସଂଗ୍ରହ କରିବା ଏବଂ ବୌଦ୍ଧ ଧର୍ମ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଚୀନ ପରିବ୍ରାଜକ ଜୁଆଂଜାଙ୍ଗ, ତାଙ୍କର ଅନ୍ୟ ନାମ ହେଉଛି ହୁଏନ୍ସା, 629 ଖ୍ରୀଷ୍ଟାବ୍ଦରେ ସ୍ଥଳ ପଥରେ ଭାରତ ଆସିଥିଲେ। ଭାରତବର୍ଷର ବିଭିନ୍ନ ସ୍ଥାନ ଭ୍ରମଣ କରି ସିୟୁକି ନାମକ ଏକ ଗ୍ରନ୍ଥ ରଚନା କରିଥିଲେ। ସେ ଓଡ଼ିଶାକୁ ଆସି ପୁଷ୍ପଗିରି ବୌଦ୍ଧବିହାର ଏବଂ ଚିଳିତୋଳ ବନ୍ଦର ଦେଖିଥିଲେ। ସେ କନୌଜରେ ହର୍ଷଙ୍କ ବ୍ୟକ୍ତିଗତ ବନ୍ଧୁ ଭାବରେ କିଛି ଦିନ ମଧ୍ୟ ରହିଥିଲେ। ଜୁଆଂଜାଙ୍କ ଭାରତ ଭ୍ରମଣ ବୃତ୍ତାନ୍ତ ଅପେକ୍ଷାକୃତ ଅଧିକ ବିଶ୍ୱାସଯୋଗ୍ୟ ବୋଲି ଐତିହାସିକମାନେ ମନେ କରନ୍ତି। ହର୍ଷଙ୍କ ସମୟରେ ସାମାଜିକ ଓ ଅର୍ଥନୈତିକ ଅବସ୍ଥା, ଧର୍ମ ଏବଂ ଶାସନ ବ୍ୟବସ୍ଥା ସମ୍ବନ୍ଧରେ ଅନେକ କଥା ତାଙ୍କ ବିବରଣୀରୁ ଜଣାଯାଏ। ତାଙ୍କ ଲେଖାରୁ ଜଣାପଡ଼େ ଯେ କନୌଜ ଏକ ସମୃଦ୍ଧିଶାଳୀ ନଗର ଥିଲା ବୋଲି ପାଟଳୀପୁତ୍ର ଓ ବୈଶାଳୀ ନଗରମାନଙ୍କର ଗୌରବ ହ୍ରାସ ପାଇଥିଲା। ଜୁଆଂଜାଙ୍ଗ ବିବରଣୀରୁ ଜଣାଯାଏ ଯେ ଲୋକମାନଙ୍କର ଜୀବନ ସରଳ ଥିଲା। ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଇବାକୁ ଭଲ ପାଉଥିଲେ। କଠୋର ଜାତିପ୍ରଥା ପ୍ରଚଳନ ନଥିଲା। ଶୂଦ୍ରମାନଙ୍କୁ କୃଷକ ଜାତିର ଲୋକ ବୋଲି କହିଛନ୍ତି। ସେ ବୌଦ୍ଧ ଧର୍ମ ସମ୍ପର୍କରେ ବିଶଦ ବର୍ଣ୍ଣନା ମଧ୍ୟ କରିଛନ୍ତି। ବୌଦ୍ଧ ଧର୍ମର 18ଟି ଶାଖା ଥିଲା ବୋଲି ତାଙ୍କ ବିବରଣୀରୁ ଜଣାଯାଏ। ସେଥିମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ପ୍ରଧାନ ଥିଲା। ଅନେକ ପୁରାତନ ବୌଦ୍ଧ କେନ୍ଦ୍ର ତାଙ୍କ ଭ୍ରମଣ ସମୟ ବେଳକୁ ଧ୍ୱଂସ ପାଇଥିଲା ବୋଲି ସେ ଲେଖିଛନ୍ତି। ହର୍ଷଙ୍କ ସମୟରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏକ ଶ୍ରେଷ୍ଠ ଏବଂ ସମ୍ମାନଜନକ ଶିକ୍ଷାକେନ୍ଦ୍ର ଥିଲା। ଦେଶ ବିଦେଶରୁ 10,000 ବିଦ୍ୟାର୍ଥୀ ଆସି ସେଠାରେ ଅଧ୍ୟୟନ କରୁଥିଲେ। ସେଠାରେ ମହାଯାନ ଶାଖାର ବୌଦ୍ଧ ଦର୍ଶନ ଶିକ୍ଷା ଦିଆଯାଉଥିଲା। ସେ ହର୍ଷଙ୍କୁ ଜଣେ ଜନହିତୈଷୀ ଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ସେ ହର୍ଷଙ୍କ ଦ୍ୱାରା ଆୟୋଜିତ କନୌଜ ସଭା ଏବଂ ପ୍ରୟାଗ ଧର୍ମସଭାର ବିଶଦ ବିବରଣୀ ମଧ୍ୟ ଦେଇଛନ୍ତି। ଜୁଆଂଜାଙ୍ଗ 644 ଖ୍ରୀଷ୍ଟାବ୍ଦରେ ସ୍ୱଦେଶ ଫେରିଯାଇଥିଲେ। ଇସଲାମ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର। ଯେତେ ଗୁଡ଼ିଏ ଧର୍ମର ପୃଥିବୀରେ ଅଭ୍ୟୁତ୍ଥାନ ହୋଇଛି ବା ପୃଥିବୀରେ ସୃଷ୍ଟି ହୋଇଛି, ସେଥିମଧ୍ୟରୁ ଇସଲାମ ଧର୍ମ ଅନ୍ୟତମ ଅଟେ। ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଯେତେ ଗୁଡ଼ିଏ ମାର୍ଗ ଦର୍ଶାଯାଇଛି, ସେଥିମଧ୍ୟରୁ ଇସଲାମ ହେଉଛି ସବୁଠାରୁ ସରଳ ଓ ବୋଧଗମ୍ୟ। ଐକ୍ୟଭାବ, ଉଦାରତା, ଭ୍ରାତୃପ୍ରେମ, ପବିତ୍ରତା ଓ ସତ୍ୟ ଭଳି ପରମାଦର୍ଶ ଏହି ଧର୍ମର ମୂଳମନ୍ତ୍ର ଥିଲା। ଉତ୍ତର ଭାରତରେ ହର୍ଷବର୍ଦ୍ଧନ, ଦକ୍ଷିଣ ଭାରତରେ ପଲ୍ଲବ ରାଜା ନରସିଂହବର୍ମନ ଓ ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶିନୀ ଶାସନ କରୁଥିବା ବେଳେ ସୁଦୂର ଆରବ ମରୁଭୂମିରେ ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ଏକ ନୂତନ ଧର୍ମ ପ୍ରଚାର କରାଯାଇଥିଲା। ମହାପୁରୁଷ ମହମ୍ମଦ ଏହାର ପ୍ରବର୍ତ୍ତକ ଥିଲେ। ଏହି ଧର୍ମର ଅଭ୍ୟୁତ୍ଥାନ ପୂର୍ବରୁ ସମାଜରେ ନାନା କୁସଂସ୍କାର ଦେଖାଦେଇଥିଲା। ଆରବ ଅଧିବାସୀମାନେ ବିଭିନ୍ନ ମୂର୍ତ୍ତିମାନଙ୍କୁ ପୂଜା କରୁଥିଲେ। ମକ୍କାରେ ଥିବା କାବା ନାମକ ପଥରକୁ ସେମାନେ ପୂଜା କରୁଥିଲେ। ଧନିକ ଶ୍ରେଣୀର ଲୋକମାନେ ଉଚ୍ଚ ହାରରେ ସୁଧ ନେଇ ଗରିବ ଲୋକମାନଙ୍କୁ ଶୋଷଣ କରୁଥିଲେ। ମାଦକ ଦ୍ରବ୍ୟର ଚାହିଦା ବେଶୀ ଥିଲା। ମହମ୍ମଦ 570 ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ। କୁସଂସ୍କାର ତାଙ୍କ ମନକୁ ସବୁବେଳେ ବିଚଳିତ କରୁଥିଲା। ହୀରା ନାମକ ପର୍ବତରେ ଧ୍ୟାନ କରୁଥିବା ସମୟରେ ଭଗବାନ ଆଲ୍ଲାହଙ୍କ ପ୍ରେରିତ ଦୂତ ଗାବ୍ରିଏଲଙ୍କ ବାଣୀ ତାଙ୍କୁ ଶୁଣାଯାଉଥିଲା। ଏହି ନୂତନ ଧର୍ମର ସାରାଂଶ ଥିଲା, ଭଗବାନ ଏକ ଓ ଅଦ୍ୱିତୀୟ। ଆଲ୍ଲାହ ହେଉଛନ୍ତି ଭଗବାନ ଓ ତାଙ୍କର ପ୍ରତିନିଧି ହେଲେ ମହମ୍ମଦ। ଯେଉଁମାନେ ତାଙ୍କ ଧର୍ମକୁ ଗ୍ରହଣ କଲେ ସେମାନଙ୍କୁ ମୁସଲମାନ କୁହାଗଲା।
ଇସଲାମ ଧର୍ମର ପବିତ୍ର ଗ୍ରନ୍ଥର ନାମ ହେଉଛି କୋରାନ। ଏହା ଆଲ୍ଲାହଙ୍କର ମୁଖ ନିଃସୃତ ବାଣୀ। ଅକେଶ୍ୱରବାଦ ଉପରକୁ ମହମ୍ମଦ ବେଶୀ ଗୁରୁତ୍ୱ ଦେଉଥିଲେ। ଆରବ ବଣିକମାନଙ୍କ ସହିତ ଭାରତର ସମ୍ପର୍କ କ'ଣ ଥିଲା? ଖ୍ରୀଷ୍ଟପୂର୍ବ 200 ଓ ଖ୍ରୀଷ୍ଟାବ୍ଦ 200 ମଧ୍ୟରେ ଭାରତ ଏସିଆର ପଶ୍ଚିମ ଓ କେନ୍ଦ୍ରାଞ୍ଚଳର ବିଭିନ୍ନ ଦେଶମାନଙ୍କ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା। ଇସଲାମର ଆବିର୍ଭାବ ପୂର୍ବରୁ ଆରବ ଦେଶର ବଣିକମାନେ ରୋମ ସାମ୍ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟଗତ ସମ୍ପର୍କ ଆରମ୍ଭ କରିଥିଲେ। ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ କିଣି ବିଭିନ୍ନ ଦେଶର ବଜାରରେ ବିକ୍ରୟ କରିବା ସହିତ ନିଜ ଦେଶକୁ ମଧ୍ୟ ନେଉଥିଲେ। ଏହିପରି ଭାବରେ ଇସଲାମ ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। ତାପରେ ନୂତନ ଧର୍ମରେ ଦୀକ୍ଷିତ ହୋଇ ଆରବ ବଣିକମାନେ ଭାରତରେ ଧର୍ମ ପ୍ରଚାର ଆରମ୍ଭ କଲେ ଓ କିଛି ଭାରତୀୟମାନେ ଇସଲାମକୁ ମଧ୍ୟ ଗ୍ରହଣ କରିଥିଲେ। କାଳକ୍ରମେ କେରଳରେ ଏକ ମୁସଲମାନ ସମ୍ପ୍ରଦାୟର ଆବିର୍ଭାବ ହେଲା। ସେମାନଙ୍କୁ ମୋପ୍ଲା ମୁସଲମାନ କୁହାଯାଏ। ଆରବ ବଣିକମାନେ ତାଙ୍କ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ବାଣିଜ୍ୟ ମେଳା ଆୟୋଜନ କରୁଥିଲେ। ଭାରତର ଓ ଭାରତ ବାହାରୁ ଅନେକ ସାମଗ୍ରୀ ଆସି ସେଠାରେ ବିକ୍ରି ହେଉଥିଲା। ଆରବୀୟମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର। ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ବା ଖଲିଫାମାନେ ରାଜ୍ୟ ବିସ୍ତାର ପାଇଁ ଚେଷ୍ଟା କଲେ। ଅଳ୍ପ ସମୟ ମଧ୍ୟରେ ଆରବ ସୈନ୍ୟମାନେ ସିରିଆ, ମେସୋପୋଟାମିଆ, ପାଲେଷ୍ଟାଇନ, ଇଜିପ୍ଟ, ଆଫ୍ରିକାର ପୂର୍ବାଞ୍ଚଳ ଓ ୟୁରୋପର ସ୍ପେନ୍ ଆଦି ସ୍ଥାନମାନଙ୍କରେ ଧର୍ମ ପ୍ରଚାର ସହିତ ଉପନିବେଶ ସ୍ଥାପନ କଲେ। ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତକୁ ଆକ୍ରମଣ କରିଥିଲେ। ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ। ତତ୍କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା। ଭାରତକୁ 2 ଥର ଆକ୍ରମଣ କରି ମଧ୍ୟ ସେମାନେ ସଫଳତା ହାସଲ କରିପାରି ନଥିଲେ। ଶେଷରେ 712 ଖ୍ରୀଷ୍ଟାବ୍ଦରେ ଖଲିଫାଙ୍କ ଆଦେଶକ୍ରମେ ମହମ୍ମଦ ବିନ୍ କାସିମ ନାମକ ଏକ ଆକ୍ରମଣକାରୀ ବହୁ ସଂଖ୍ୟକ ସୈନ୍ୟ ନେଇ ସିନ୍ଧୁ ପ୍ରଦେଶରେ ପ୍ରବେଶ କରିଥିଲେ। ସ୍ଥାନୀୟ ରାଜାଙ୍କ ପ୍ରତି ପ୍ରଜାମାନଙ୍କ ଅସନ୍ତୋଷ ଏବଂ ଅନ୍ତର୍ଦ୍ୱନ୍ଦ୍ୱ ଆଦି କାରଣ ଯୋଗୁଁ ମହମ୍ମଦ ବିନ୍ କାସିମ ଅତି ସହଜରେ ସିନ୍ଧୁ ଓ ପଞ୍ଜାବର କେତେକ ସ୍ଥାନ ଅଧିକାର କରିଥିଲେ। ଏହା ସତ୍ତ୍ୱେ ଖଲିଫାଙ୍କ ଆଦେଶରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେଣୁ ଆରବମାନେ ଭାରତରେ ଇସଲାମ ରାଷ୍ଟ୍ର ନିର୍ମାଣ କରିପାରି ନଥିଲେ। କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ଆରବୀୟମାନେ ଭାରତରୁ ଦର୍ଶନ, ଗଣିତ ବିଦ୍ୟା, ଆୟୁର୍ବେଦ, ବିଜ୍ଞାନ, ଜ୍ୟୋତିର୍ବିଦ୍ୟା ଓ ଜ୍ୟୋତିଷ ବିଦ୍ୟା ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ।